ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆମର ଗତ ଅଧ୍ୟୟନରେ ଆମେ ଦେଖିଲୁ ଯେ ଯୀଶୁ ହେଉଛନ୍ତି ସେହି ଧାର୍ମିକ ରାଜା ଏବଂ ବିଚାରକ ଯିଏ ଦିନେ ବିଶ୍ୱାସୀମାନଙ୍କୁ ଅବିଶ୍ୱାସୀମାନଙ୍କ ଠାରୁ ଅଲଗା କରିବେ। କ୍ରୁଶ ଆଡ଼କୁ ଅଗ୍ରସର ହେବା ସହିତ ଆମେ ତାଙ୍କର ମହାନ ପ୍ରେମ ଏବଂ ନିଜର ବଳିଦାନ ଦେବାର ସେହି ଇଚ୍ଛାକୁ ମଧ୍ୟ ଦେଖିଥିଲୁ। ଆଜିର ଅଧ୍ୟୟନରେ ଆମେ ପିତରଙ୍କର ଅସ୍ୱୀକାର ଭବିଷ୍ୟତବାଣୀ, ଗେତ୍ସେମନୀ ଉଦ୍ୟାନରେ ଯୀଶୁଙ୍କ ମାନସିକ ଯନ୍ତ୍ରଣା, ମହାଯାଜକଙ୍କ ସମ୍ମୁଖରେ ତାଙ୍କର ବିଚାର ଏବଂ ଖ୍ରୀଷ୍ଟଙ୍କୁ ପିତରଙ୍କର ଅସ୍ୱୀକାର କରିବା ବିଷୟରେ ଅଧ୍ୟୟନ କରିବା। ତେବେ ଆସନ୍ତୁ ବକ୍ତାଙ୍କ ସହିତ ଅଧ୍ୟୟନ କରିବାକୁ ଯିବା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ବିଷୟ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ମାଥ୍ୟୁ ଲିଖିତ ସୁସମାଚାର ତାର 26 ପର୍ବ ତାର 30 ପଦରୁ 27 ପର୍ବ ତାର 6 ପଦର ଶେଷ ଯାଏ। ମାଥ୍ୟୁ 26 ପର୍ବ ତାର 31 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋ ଠାରେ ବିଘ୍ନ ପାଇବ, କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପୋଲର ମେଷଗୁଡ଼ିକ ଛିନ୍ନ ଭିନ୍ନ ହୋଇଯିବେ। ଏହା ଜିଖରିୟଙ୍କ ଭବିଷ୍ୟବାଣୀର ଏକ ଉଦ୍ଧୃତି ଅଟେ। ଜିଖରିୟ 13 ପର୍ବ ତାର 7 ପଦରେ ଦେଖିବାକୁ ପାଇବେ। ମାଥ୍ୟୁ 26 ପର୍ବ ତାର 32 ଏବଂ 33 ପଦରେ ଲେଖା ଅଛି, ମାତ୍ର ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମମାନଙ୍କ ଆଗେ ଗାଲିଲିକି ଯିବି। କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ। ପିତରଙ୍କ ଉତ୍ତରରୁ ଜଣାପଡ଼ୁଥିଲା ଯେ ଯୀଶୁ ଅନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ପ୍ରଭୁ ନିଶ୍ଚିତ ଭାବରେ ତାଙ୍କ ଉପରେ ନିର୍ଭର କରିପାରିବେ। ପିତରଙ୍କ ସମସ୍ୟା ଥିଲା ଯେ ସେ ନିଜକୁ ଜାଣିନଥିଲେ, ଏବଂ ଆଜି ଆମ ଅନେକଙ୍କ ସମସ୍ୟା ମଧ୍ୟ ଏହା ଅଟେ। ମାଥ୍ୟୁ 26 ପର୍ବ ତାର 34 ଏବଂ 35 ପଦରେ ଲେଖା ଅଛି, ଯୀଶୁ ତାଙ୍କୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତ୍ରିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ 3 ଥର ଅସ୍ୱୀକାର କରିବ। ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ। ସନ୍ଧ୍ୟା ପୂର୍ବରୁ ପିତର କହିଥିଲେ ଯେ ସେ ପ୍ରଭୁ ଯୀଶୁଙ୍କୁ ଅସ୍ୱୀକାର କରିବେ ନାହିଁ। ହଁ, ସେ ପ୍ରଭୁଙ୍କ ସହିତ ମରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ, କିନ୍ତୁ ସେହି ରାତିରେ ହିଁ କୁକୁଡ଼ା ଡାକିବା ପୂର୍ବରୁ ପିତର ତାଙ୍କୁ ଥରେ ନୁହେଁ 3 ଥର ଅସ୍ୱୀକାର କରିଥିଲେ। ମାଥ୍ୟୁ 26 ପର୍ବ ତାର 36ରୁ 39 ପଦରେ ଲେଖା ଅଛି। ଏଥିଉତ୍ତାରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେତ୍ସେମନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ। ଆଉ ସେ ପିତର ଓ ଜେବଦୀଙ୍କ 2 ପୁତ୍ରଙ୍କୁ ସାଙ୍ଗରେ ଘେନି ଶୋକାକୁଳ ଓ ବ୍ୟତୀତ ହେବାକୁ ଲାଗିଲେ। ସେତେବେଳେ ସେ ସେମାନଙ୍କୁ କହିଲେ, ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି। ତୁମେମାନେ ଏଠାରେ ରହି ମୋ ସାଙ୍ଗରେ ଜଗିଥାଅ। ପୁଣି ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, ହେ ମୋହର ପିତା, ଯଦି ହୋଇପାରେ ତେବେ ଏହି ପାନପାତ୍ର ମୋ ଠାରୁ ଦୂର ହେଉ, ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା। ଆମ ପ୍ରଭୁ ଯୀଶୁ ଏଠାରେ ଯେଉଁ ପ୍ରାର୍ଥନା କରୁଛନ୍ତି ତାହା ପ୍ରତି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଏହି ପାନପାତ୍ର ସ୍ପଷ୍ଟ ଭାବରେ ତାଙ୍କ କ୍ରୁଶକୁ ଦର୍ଶାଏ, ଏବଂ ସେହି ପାନପାତ୍ରରେ ସମଗ୍ର ଜଗତର ପାପ ରହିଥିଲା। କ୍ରୁଶବିଦ୍ଧ ହୋଇ ମୃତ୍ୟୁବରଣ କରିବାର ଭୟଙ୍କର ଯନ୍ତ୍ରଣା ଅପେକ୍ଷା ଆଉ ଅଧିକ କିଛି ବିଷୟ ଆମେ ଅନୁଭବ କରିପାରିବା ନାହିଁ। ଏହା ହେଉଛି ପବିତ୍ର, ନିର୍ଦ୍ଦୋଷ ଏବଂ ପାପୀମାନଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥକ ଯୀଶୁଙ୍କୁ ଆମ ପାଇଁ ପାପ ସ୍ୱରୂପ କରାଯାଇଥିଲା। ସେଠାରେ କ୍ରୁଶ ଉପରେ ସମସ୍ତ ମାନବ ଜାତିର ପାପ ତାଙ୍କ ଉପରେ ଲଗାଯାଇଥିଲା। କୌଣସି ନ୍ୟାୟିକ କିମ୍ବା ଶିକ୍ଷାଗତ ଉପାୟରେ ନୁହେଁ, ବରଂ ବାସ୍ତବ ଭାବରେ
ଯେତେବେଳେ ସମସ୍ତ ଜଗତବାସୀଙ୍କର ପାପ ତାଙ୍କ ଉପରେ ଲଦି ଦିଆଯାଇଥିଲା, ସେତେବେଳେ ସେ ଯେ ଭୟଙ୍କର ଯନ୍ତ୍ରଣା ଅନୁଭବ କରୁଥିଲେ, ତାହା ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ଏହି ପବିତ୍ର ବ୍ୟକ୍ତିଙ୍କ ପାଇଁ ଏହା ଏକ ଭୟଙ୍କର ଅଭିଜ୍ଞତା ଥିଲା। ଲକ୍ଷ୍ୟ କରନ୍ତୁ ଯେ ସେ କ୍ରୁଶରୁ ରକ୍ଷା ପାଇବାକୁ ପ୍ରାର୍ଥନା କରୁନଥିଲେ, କିନ୍ତୁ ସେ ପରମେଶ୍ୱରଙ୍କର ଇଚ୍ଛା ପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରୁଥିଲେ। ଆପଣ ଏବଂ ମୋ ପାଇଁ ଗେତ୍ସେମନିର ଅନୁଭବରେ ପ୍ରବେଶ କରିବା ସମ୍ଭବ, କିନ୍ତୁ ମୁଁ ଭାବୁଛି ସେଠାରେ ହିଁ ସେ କାଲବରୀର ପ୍ରଥମ ବିଜୟ ପାଇଥିଲେ। ନିଃସନ୍ଦେହରେ ସେ ଶୟତାନ ଦ୍ୱାରା ଗେତ୍ସେମନିରେ ପରୀକ୍ଷିତ ହେଲେ, ଯେପରି ସେ ପ୍ରାନ୍ତରରେ ପରୀକ୍ଷିତ ହୋଇଥିଲେ। 42 ପଦ ଦେଖନ୍ତୁ, ସେ ଦ୍ୱିତୀୟ ଥର ଶିଷ୍ୟମାନଙ୍କ ଠାରୁ କିଛି ଦୂରକୁ ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ଯଦି ଏହାକୁ ପାନ ନ କଲେ ଏହି ପାନପାତ୍ର ମୋ ଠାରୁ ଦୂର ହୋଇ ନପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ। ସେ ଏହାକୁ ଗ୍ରହଣ କରୁଥିଲେ। ପ୍ରଭୁ ଯୀଶୁ କ୍ରିସ୍ତକୁ ଏଡ଼ାଇବାକୁ ଚେଷ୍ଟା କରୁଥିଲେ ବୋଲି କହିବା ସତ୍ୟ ନୁହେଁ। ତାଙ୍କ ମାନବୀୟ ଶରୀରରେ ସେ ଜଗତର ପାପ ନିଜ ଉପରେ ଲଦି ଦିଆଯିବାର ଘୃଣା ଏବଂ ଭୟଙ୍କରତା ଅନୁଭବ କରିଥିଲେ, ଏବଂ ସେ ଏଥିରୁ ଏକ ମୁହୂର୍ତ୍ତ ପାଇଁ ପଛକୁ ହଟିଗଲେ। କିନ୍ତୁ ସେ ନିଜକୁ ପିତାଙ୍କ ନିକଟରେ ସମର୍ପିତ କଲେ। ସେ ପିତାଙ୍କ ଇଚ୍ଛା ପୂର୍ଣ୍ଣ କରିବାକୁ ଆସିଥିଲେ। ଏବେ ଆସନ୍ତୁ ତାଙ୍କ ସହିତ ଉଦ୍ୟାନରେ ଥିବା ତାଙ୍କ ଶିଷ୍ୟମାନଙ୍କୁ ଦେଖିବା। ତାଙ୍କର ପ୍ରଥମ ଥର ପ୍ରାର୍ଥନା ପରେ ସେ ସେମାନଙ୍କ ପାଖକୁ ଫେରି ଆସିଲେ ଏବଂ ସେମାନଙ୍କୁ ଶୋଇପଡ଼ିଥିବା ଦେଖିଲେ। ମାଥିଉ 26 ପର୍ବ ତାର 40 ଏବଂ 41 ପଦରେ ଲେଖା ଅଛି। ଆଉ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ତୁମେମାନେ କି ମୋ ସାଙ୍ଗରେ ଦଣ୍ଡେ ହେଲେ ଜାଗି ପାରିଲ ନାହିଁ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗ୍ରତ ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ଜାଗି ରୁହ, ସଚେତନ ରୁହ, ଜାଗ୍ରତ ରୁହ ଏବଂ ପ୍ରାର୍ଥନା କର, ଯେପରି ତୁମେମାନେ ପରୀକ୍ଷାରେ ନ ପଡ଼। ପରୀକ୍ଷା କ'ଣ ଥିଲା? ସେମାନଙ୍କୁ କିଏ ପରୀକ୍ଷା କରିବାକୁ ଯାଉଥିଲା? ଶୟତାନ ସେଠାରେ ଥିଲା। ଯୀଶୁ ଏକ ଅଦୃଶ୍ୟ ଶତ୍ରୁ ସହିତ ମଲ୍ଲଯୁଦ୍ଧ କରିଥିଲେ, ଏହା ସ୍ପଷ୍ଟ। ସେ ଗେତ୍ସେମନିରେ ଶତ୍ରୁ ଶୟତାନକୁ ପରାସ୍ତ କରିଥିଲେ। ଗେତ୍ସେମନିରେ କାଲବରୀର ବିଜୟ ହୋଇଥିଲା। ମାଥିଉ 26 ପର୍ବ ତାର 42 ପଦରେ ଲେଖା ଅଛି। ପୁନର୍ବାର ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋ ଠାରୁ ଦୂର ହୋଇ ନପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ। ସେ ପିତାଙ୍କ ଇଚ୍ଛାରେ ନିଜକୁ ସମର୍ପିତ କରନ୍ତି। ମାଥିଉ 26 ପର୍ବ ତାର 43ରୁ 45 ପଦରେ ଲେଖା ଅଛି। ପୁଣି ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ି ପଡ଼ୁଥିଲା। ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁନର୍ବାର ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ। ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର। ଦେଖ, ସେହି ସମୟ ସନ୍ନିକଟ ହେଲାଣି। ପୁଣି ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। ଏବେ ଟିକିଏ ଶୋଇପଡ଼ ଏବଂ ବିଶ୍ରାମ ନିଅ। ସ୍ପଷ୍ଟ ଭାବରେ ଏହି ପଦ ଏବଂ ପରବର୍ତ୍ତୀ ପଦ ମଧ୍ୟରେ ସମୟର ବ୍ୟବଧାନ ଅଛି। ସେ ସେମାନଙ୍କୁ ଶୋଇବାକୁ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଉଠିବାକୁ କହିନଥିଲେ। ସେମାନଙ୍କର ଅଳ୍ପ ସମୟ ଶୋଇବା ପାଇଁ ସମୟ ଥିଲା ଏବଂ ସେମାନଙ୍କୁ ଏହି ବିଶ୍ରାମର ଆବଶ୍ୟକତା ଥିଲା। ଧ୍ୟାନ ଦିଅନ୍ତୁ ଯେ ଆମର ପ୍ରଭୁ ଯୀଶୁ ସେମାନଙ୍କ ଶରୀରର ଆବଶ୍ୟକତା ପ୍ରତି କିପରି ଧ୍ୟାନ ଦେଉଥିଲେ। ସେମାନେ କିଛି ସମୟ ଶୋଇବା ପରେ ସେ କହିଲେ, ମାଥିଉ 26 ପର୍ବ ତାର 46 ଏବଂ 47 ପଦରେ ଲେଖା ଅଛି, ଉଠ, ଆମ୍ଭେମାନେ ଯିବା। ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ। ସେ କଥା କହୁଥିବା ସମୟରେ ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୁଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକମାନଙ୍କର ପ୍ରାଚୀନ ବର୍ଗଠାରୁ ପ୍ରେରିତ ବହୁ ସଂଖ୍ୟକ ଲୋକ ଖଡ଼୍ଗ ଓ ଯଷ୍ଟି ଧରି ଆସିଲେ। ଯିହୁଦା ଏବଂ ଯୀଶୁଙ୍କ ଶତ୍ରୁମାନେ ମଧ୍ୟ ତାହାଙ୍କ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିଥିଲେ ଏବଂ ସେମାନେ ଜାଣିଥିଲେ ଯେ ଯୀଶୁଙ୍କର ଅଲୌକିକ ଶକ୍ତି ଅଛି ଆଉ ସେ ଏହାକୁ ବ୍ୟବହାର କରିପାରିବେ। ତେଣୁ ଯେତେବେଳେ ସେମାନେ ତାଙ୍କୁ ଗିରଫ କରିବାକୁ ଆସନ୍ତି, ସେମାନେ ସଶସ୍ତ୍ର ଲୋକଙ୍କ ଏକ ସମ୍ପୂର୍ଣ୍ଣ ଦଳକୁ ନେଇ ଆସିଛନ୍ତି। ହୁଏତ ସମଗ୍ର ପ୍ରହରୀ ଦଳ ତାଙ୍କୁ ଗିରଫ କରିବାକୁ ଆସିଥିଲେ। ମାଥିଉ 26 ପର୍ବ ତାର 48 ପଦରେ ଲେଖା ଅଛି। ଆଉ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଂକେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି ସେ ସେହି ତାହାଙ୍କୁ ଧରିବ। ବିଶ୍ୱାସଘାତକର
ସେହି ଉଷ୍ମଚୁମ୍ବନ ଇତିହାସର ସବୁଠାରୁ ଖରାପ ଜିନିଷ ମଧ୍ୟରୁ ଗୋଟିଏ। ମାଥ୍ୟୁ 26 ପର୍ବ ତାର 49 ଏବଂ 50 ପଦରେ ଲେଖା ଅଛି। ଆଉ ସେ ସେହି କ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା। କିନ୍ତୁ ଯୀଶୁ ତାହାକୁ କହିଲେ, ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ ତାହା କର। ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। ଏକ ଚୁମ୍ବନ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନର ଏକ ସଂକେତ ହୋଇପାରେ। ଗୀତ ସଂହିତା 2 ପର୍ବ ତାର 12 ଦେଖନ୍ତୁ। ଏହି ଘଟଣାରେ ଜିହୁଦା ପ୍ରଭୁ ଯୀଶୁଙ୍କୁ ବିଶ୍ୱାସଘାତକର ଚୁମ୍ବନ ଦେଇଥିଲା ଏବଂ ଏହା ମଣିଷର ସବୁଠାରୁ ଘୃଣ୍ୟ କାର୍ଯ୍ୟ ମଧ୍ୟରୁ ଗୋଟିଏ ଥିଲା। କିଛି ଧର୍ମଶାସ୍ତ୍ରୀ ମତ ଦିଅନ୍ତି ଯେ ଜିହୁଦା ଯୀଶୁଙ୍କୁ ବିଶ୍ୱାସଘାତକତା କରିବା ପାଇଁ ପୂର୍ବରୁ ନିରୂପିତ ଥିଲା, ତେଣୁ ସେ ତାହା କରିଥିଲା। ଯୀଶୁ ଜିହୁଦାଙ୍କୁ ଅନୁତାପ ଏବଂ ଗ୍ରହଣ କରିବାର ଏକ ଶେଷ ସୁଯୋଗ ଦେଇଥିଲେ। ଜିହୁଦା ଯୀଶୁଙ୍କୁ ବିଶ୍ୱାସଘାତକତାର ସେହି ଉଷ୍ମ ଚୁମ୍ବନ ଦେବା ପରେ ମଧ୍ୟ ଯୀଶୁ ତାଙ୍କୁ ବନ୍ଧୁ ବୋଲି ସମ୍ବୋଧନ କଲେ। ପରେ ଯେତେବେଳେ ଜିହୁଦା ମନ୍ଦିରକୁ ଯାଇ ଯୀଶୁଙ୍କୁ ଧରାଇବା ପାଇଁ ତାଙ୍କୁ ଦିଆଯାଇଥିବା ରୂପା ଟଙ୍କା ଫୋପାଡ଼ି ଦେଲା, ସେତେବେଳେ ସେ ତାର ମନ ପରିବର୍ତ୍ତନ କରିପାରିଥାନ୍ତା। ମାଥ୍ୟୁ 26 ପର୍ବ ତାର 51 ପଦରେ ଲେଖା ଅଛି। ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ। ଆମେ ଜାଣୁ ସେ କିଏ ଥିଲେ। ସେ ଥିଲେ ସିମୋନ ପିତର। ମୁଁ ଭାବୁଛି ସେ କିଛି ପ୍ରମାଣ କରିବାକୁ ଚେଷ୍ଟା କରୁଥିଲେ। ପୂର୍ବରୁ ପିତର ଗର୍ବ କରି କହିଥିଲେ ଯେ ସେ ଯୀଶୁଙ୍କୁ ରକ୍ଷା କରିବାକୁ ମରିବା ପାଇଁ ପ୍ରସ୍ତୁତ। କିନ୍ତୁ ଯୀଶୁ ତାଙ୍କୁ କହିଥିଲେ ଯେ ସେ ସେହି ରାତ୍ରିରେ ହିଁ ତାଙ୍କୁ ଅସ୍ୱୀକାର କରିବେ। ହଁ, ପିତର କୌଣସି ସ୍ଥାନରେ ଏକ ଖଣ୍ଡା ପାଇଲେ ଏବଂ ସେ ତାର ପ୍ରଭୁଙ୍କୁ ରକ୍ଷା କରିବାକୁ ଚାହୁଁଥିଲେ। କିନ୍ତୁ ପିତର ଜଣେ ମତ୍ସ୍ୟଜୀବୀ ଥିଲେ, ଖଣ୍ଡାଧାରୀ ନୁହନ୍ତି। ସେ ସେହି ଲୋକର କାନ କାଟି ଦେଇଥିଲେ, କିନ୍ତୁ ସେ କାନ କାଟିବାକୁ ଚାହୁଁନଥିଲେ। ସେ ସେହି ଲୋକର ମୁଣ୍ଡ କାଟିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଅଳ୍ପକେ ବିଫଳ ହେଲେ। ମାଥ୍ୟୁ 26 ପର୍ବ ତାର 52 ଏବଂ 53 ପଦରେ ଲେଖା ଅଛି। ସେଥିରେ ଯୀଶୁ ତାହାଙ୍କୁ କହିଲେ, ତୁମ୍ଭର ଖଡ଼୍ଗ ପୁନର୍ବାର ସ୍ୱସ୍ଥାନରେ ରଖ, କାରଣ ଯେଉଁମାନେ ଖଡ଼ଗ ଧାରଣ କରନ୍ତି ସେ ସମସ୍ତେ ଖଡ଼ଗ ଦ୍ୱାରା ବିନଷ୍ଟ ହେବେ। ଅଥବା ତୁମେ କ'ଣ ମନେ କରୁଅଛ ଯେ ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହି କ୍ଷଣି ମୋ ନିମନ୍ତେ 12 ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇ ଦେବେ ନାହିଁ? ଅନ୍ୟ ଶବ୍ଦରେ ପ୍ରଭୁ ଯୀଶୁ କହୁଛନ୍ତି, ମୋତେ ତୁମର ଛୋଟ ଖଣ୍ଡା ଦରକାର ନାହିଁ ପିତର। ମୁଁ ଧାର୍ମିକ ଶାସକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିନାହିଁ। ମୁଁ ଜଗତର ପାପ ପାଇଁ ମରିବାକୁ ଆସିଛି। ମାଥ୍ୟୁ 26 ପର୍ବ ତାର 54 ପଦରେ ଲେଖା ଅଛି। ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ? ଦେଖନ୍ତୁ, ଆମର ପ୍ରଭୁ ଯୀଶୁ ଶାସ୍ତ୍ରକୁ ସଫଳ କରୁଛନ୍ତି। ମାଥ୍ୟୁ ଏହା ସ୍ପଷ୍ଟ ଭାବରେ କହିଛନ୍ତି। ମାଥ୍ୟୁ 26 ପର୍ବ ତାର 55 ପଦରେ ଲେଖା ଅଛି। ସେହି ସମୟରେ ଯୀଶୁ ଲୋକ ସମୂହକୁ କହିଲେ, ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କ'ଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ। ଏହା ପୂର୍ବରୁ ତାଙ୍କ ସମୟ ଉପସ୍ଥିତ ହୋଇନଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ସମୟ ଉପସ୍ଥିତ। ମାଥ୍ୟୁ 26 ପର୍ବ ତାର 56 ପଦରେ ଲେଖା ଅଛି। ମାତ୍ର ଭାବବାଦୀମାନଙ୍କର ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥି ନିମନ୍ତେ ଏ ସମସ୍ତ ଘଟିଅଛି। ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। ପ୍ରଭୁ ଯୀଶୁ ଏହା ପୂର୍ବରୁ କହିଥିଲେ, ଏବେ ତାଙ୍କର ସମସ୍ତ ଶିଷ୍ୟ ତାଙ୍କୁ ଛାଡ଼ି ଚାଲିଗଲେ। ମାଥ୍ୟୁ 26 ପର୍ବ ତାର 57 ପଦରେ ଲେଖା ଅଛି। ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ ସେମାନେ ତାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ଘେନିଗଲେ। ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗ ଏକତ୍ର ହୋଇଥିଲେ। ଆମେ ପରେ ଜାଣିବାକୁ ପାଇଲୁ ଯେ କୟାଫାଙ୍କ ଶ୍ୱଶୁର ପ୍ରକୃତରେ ଏସବୁର ପ୍ରରୋଚନାକାରୀ ଥିଲେ। କିନ୍ତୁ ପ୍ରଥମ ଅଭିଯୋଗ ପାଇଁ ଯୀଶୁଙ୍କୁ ମହାଯାଜକ କୟାଫାଙ୍କ ପାଖକୁ ଆଣିବାକୁ ପଡ଼ିବ, କାରଣ ଧାର୍ମିକ ଶାସକମାନେ ରୋମ ଶାସନକୁ ମୃତ୍ୟୁଦଣ୍ଡ ମାଗିବାକୁ ଯାଉଛନ୍ତି। ତେଣୁ ସେମାନେ ସକାଳେ ପିଲାତଙ୍କ ପାଖକୁ ଯିବା ପୂର୍ବରୁ ଯୀଶୁଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିପାରିବେ ତାହା ସେହି ରାତ୍ରିରେ ସ୍ଥିର କରିବାକୁ ପଡ଼ିବ। ମାଥ୍ୟୁ 26 ପର୍ବ ତାର 58 ପଦରେ ଲେଖା ଅଛି। କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ।
ଆଉ ଶେଷରେ କ'ଣ ଘଟିବ ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାଧିକମାନଙ୍କ ସହିତ ବସି ରହିଲେ। ସିମୋନ ପିତର ଦୂରରୁ ଯୀଶୁଙ୍କୁ ଅନୁସରଣ କରୁଥିଲେ। ଆମ ମଧ୍ୟରୁ କାହାରି ପାଇଁ ଯୀଶୁଙ୍କୁ ଦୂରରୁ ଅନୁସରଣ କରିବା ବିପଦପୂର୍ଣ୍ଣ। ଜହନ 18 ପର୍ବ ତାର 15 ଏବଂ 16 ପଦରେ ଆମକୁ କୁହାଯାଇଛି ଯେ ଜହନଙ୍କର ସାହାଯ୍ୟରେ ପିତର ପ୍ରାଙ୍ଗଣରେ ପ୍ରବେଶ କରିଥିଲେ। ସେ ଶେଷ ପରିଣାମ ଦେଖିବା ପାଇଁ ସେଠାରେ ଅପେକ୍ଷା କରିଥିଲେ ଏବଂ କିଛି ସମୟ ମଧ୍ୟରେ ସେ ପ୍ରଭୁଙ୍କୁ ଅସ୍ୱୀକାର କରିବେ। ମାଥ୍ୟୁ 26 ପର୍ବ ତାର 59 ଏବଂ 60 ପଦରେ ଲେଖା ଅଛି। ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବୋଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ। ଆଉ ଅନେକ ମିଥ୍ୟା ସାକ୍ଷ୍ୟ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। କିନ୍ତୁ ଶେଷରେ 2 ଜଣ ବାହାରି କହିଲେ, ଆପଣ ଦେଖୁଛନ୍ତି ଯେ ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ ଧାର୍ମିକ ଶାସକମାନଙ୍କର କୌଣସି ଅଭିଯୋଗ ନଥିବାରୁ ସେମାନଙ୍କୁ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ପଡ଼ିଲା ଏବଂ ମିଥ୍ୟା ସାକ୍ଷୀ ପାଇବାର ସମସ୍ୟା ହେଉଛି ତଦନ୍ତ ସମୟରେ ଠିଆ ହୋଇପାରୁଥିବା ଜଣକୁ ଖୋଜିବା। ପିଲାତ ଟିକେ ଜିଜ୍ଞାସୁ ହୋଇପାରନ୍ତି ଯାହା ସେ ଥିଲେ ଏବଂ କିଛି ବିରକ୍ତିକର ପ୍ରଶ୍ନ ପଚାରିପାରନ୍ତି। ଶେଷରେ ସେମାନେ 2 ଜଣ ସାକ୍ଷୀ ପାଇଲେ। ମାଥ୍ୟୁ 26 ପର୍ବ ତାର 61 ପଦରେ ଲେଖା ଅଛି, ଏହି ଲୋକଟା କହିଥିଲା ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା 3 ଦିନ ମଧ୍ୟରେ ତୋଳି ଦେଇପାରେ। ଜହନ 2 ପର୍ବ ତାର 19-22 ପଦ ଅନୁଯାୟୀ ଯୀଶୁ ଯେତେବେଳେ ଏହି କଥା କହିଥିଲେ ଶିଷ୍ୟମାନେ ମଧ୍ୟ ତାଙ୍କୁ ଭୁଲ ବୁଝିଥିଲେ। ଏହି ମନ୍ଦିରକୁ ବିନଷ୍ଟ କର ଆଉ 3 ଦିନ ମଧ୍ୟରେ ମୁଁ ଏହାକୁ ତୋଳିଦେବି। ସେମାନେ ଯୀଶୁଙ୍କ ପୁନରୁତ୍ଥାନ ପରେ ଏହା ବୁଝିପାରିଲେ। ସ୍ପଷ୍ଟ ଭାବରେ ମିଥ୍ୟା ସାକ୍ଷୀ ଜଣକ ସେହି ବ୍ୟକ୍ତି ଥିଲେ ଯିଏ ଯୀଶୁଙ୍କ ବକ୍ତବ୍ୟ ସମୟରେ ଉପସ୍ଥିତ ଥିଲେ, କିନ୍ତୁ ଲକ୍ଷ୍ୟ କରନ୍ତୁ ଯେ ସେ ତାଙ୍କୁ ସଠିକ ଭାବରେ ଉଦ୍ଧୃତ କରନ୍ତି ନାହିଁ। ମାଥ୍ୟୁ 26 ପର୍ବ ତାର 62 ପଦରେ ଲେଖା ଅଛି, ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି ଏହା କ'ଣ? ସେ ପ୍ରଭୁ ଯୀଶୁ ଉତ୍ତର ଦିଅନ୍ତୁ ବୋଲି ଚାହୁଁଥିଲେ, ଯାହାଦ୍ୱାରା ମହାସଭା ଜାଣିପାରିବେ ଯେ କେଉଁ ପ୍ରକାରର ଯୁକ୍ତି ବ୍ୟବହାର କରିବାକୁ ପଡ଼ିବ। ଏହି ଅଭିଯୋଗ ଏତେ ଅମୂଳକ ଥିଲା ଯେ ପ୍ରଭୁ ଯୀଶୁ ଏହାର ଉତ୍ତର ଦିଅନ୍ତି ନାହିଁ। ମାଥ୍ୟୁ 26 ପର୍ବ ତାର 63 ପଦରେ ଲେଖା ଅଛି, କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମେ ତୁମକୁ ଜୀବନ୍ତ ଈଶ୍ୱରଙ୍କ ନାମରେ ଶପଥ ଦେଉଅଛୁ, ଆମମାନଙ୍କୁ କୁହ, ତୁମେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ? ଏବେ ମହାଯାଜକ ଶପଥ ପକାଇ ଯୀଶୁଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ କରୁଛନ୍ତି, ତୁମେ କ'ଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ? ମାଥ୍ୟୁ 26 ପର୍ବ ତାର 64 ପଦରେ ଲେଖା ଅଛି। ଯୀଶୁ ତାଙ୍କୁ କହିଲେ, ଆପଣ କହିଅଛନ୍ତି। ଆହୁରି ମୁଁ ଆପଣଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ। ଯୀଶୁ ତାଙ୍କୁ କହିଲେ, ତୁମେ କହିଅଛ, ଏହା ଏପରି କହିବା ସହିତ ସମାନ। ହଁ, ତୁମେ କହିଛ ଯେ ମୁଁ କିଏ? ଯୀଶୁ ନିଜ ପାଇଁ ମନୁଷ୍ୟପୁତ୍ର ଉପାଧି ଦାବି କରନ୍ତି। ଡକ୍ଟର ୱାଲଫିଲ୍ଡ କହିଥିଲେ ଯେ ଏହା ପ୍ରଭୁ ଯୀଶୁଙ୍କର ସର୍ବୋଚ୍ଚ ଉପାଧି ଥିଲା। ଏହା ଏକ ଉପାଧି ଯାହା ଭବିଷ୍ୟତ ବକ୍ତାମାନେ ବ୍ୟବହାର କରିଥିଲେ। ଦାନିଏଲ ଏବଂ ଜିହିଜିକଲ ଦେଖନ୍ତୁ, ଏହା ଈଶ୍ୱରଙ୍କ ଏକ ଉପମା ଥିଲା। ସେ ମନୁଷ୍ୟପୁତ୍ର ଅଟନ୍ତି ଯିଏ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ବସିବେ ଏବଂ ଆକାଶରେ ମେଘମାଳାରେ ଆସିବେ ବୋଲି କହିବାଠାରୁ ଆଉ ବଡ଼ ପଦବୀ ସେ ଦାବି କରିପାରି ନଥାନ୍ତେ। ମାଥ୍ୟୁ 26 ପର୍ବ ତାର 65 ପଦରେ ଲେଖା ଅଛି, ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ୱର ନିନ୍ଦା କଲା। ସାକ୍ଷୀରେ ଆମମାନଙ୍କର ଆଉ କ'ଣ ପ୍ରୟୋଜନ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ୱର ନିନ୍ଦା ଶୁଣିଲେ। ତାହାପରେ ମହାଯାଜକ ତାଙ୍କ ପୋଷାକ ଚିରିଦେଲେ, ଅର୍ଥାତ୍ ସେ ଈଶ୍ୱର ନିନ୍ଦା ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ ନିଜେ ପିନ୍ଧିଥିବା ବସ୍ତ୍ର ଚିରିଦେଲେ। ସେମାନେ ଭାବୁଛନ୍ତି ଯେ ବର୍ତ୍ତମାନ ଯୀଶୁଙ୍କ ବିରୁଦ୍ଧରେ ସେମାନଙ୍କର ଦୃଢ଼ ଅଭିଯୋଗ ଅଛି। ମାଥ୍ୟୁ 26 ପର୍ବ ତାର 66-68 ପଦରେ ଲେଖା ଅଛି, ଆପଣମାନଙ୍କର ମତ କ'ଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ। ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ। ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ, ସେମାନେ ପ୍ରଭୁ ଯୀଶୁଙ୍କୁ କିପରି ଘୃଣା କରୁଥିଲେ। ତାଙ୍କର ଉତ୍ତମତା, ତାଙ୍କ ଧାର୍ମିକତା, ତାଙ୍କ ପବିତ୍ରତା ଏବଂ
ସେ ଯେ ଈଶ୍ୱର ଅଟନ୍ତି ଏହି ସତ୍ୟ ପ୍ରତି ଏହା ମାନବ ହୃଦୟର ସ୍ୱାଭାବିକ ବିରୋଧାଭାସ। ପ୍ରିୟ ବନ୍ଧୁ, ଆପଣ କ'ଣ ଜାଣନ୍ତି କି ଯେ ଯଦି କେବଳ ଆମର ପୁରୁଣା ସ୍ୱଭାବ ଥାନ୍ତା, ତେବେ ଆମେ ପରମେଶ୍ୱରଙ୍କୁ ତାଙ୍କ ସିଂହାସନରୁ ଖସାଇ ତଳେ ପକାଇବାକୁ ଚେଷ୍ଟା କରିଥାନ୍ତୁ। ଏଠାରେ ମହାସଭାରେ ଯୀଶୁଙ୍କୁ ଚାପୁଡ଼ା ମରାଗଲା, ତାଙ୍କ ଉପରେ ଛେପ ପକାଗଲା, ବିଧା ମାରିଲେ ଏବଂ ଉପହାସ କରାଗଲା। ତାଙ୍କ ମୁହଁରେ ପଟି ବାନ୍ଧି ତାଙ୍କୁ ଚାପୁଡ଼ା ମାରି କହିଲେ, ହେ ଖ୍ରୀଷ୍ଟ, କୁହ ତ କିଏ ତୁମକୁ ମାରିଲା? ସେମାନେ ତାଙ୍କ ସହିତ ଏକ ଖେଳ ଖେଳିଲେ। ଆମେ ଏହାକୁ ଅନ୍ୟ ସୁସମାଚାରରେ ଅଧିକ ବିସ୍ତାରିତ ଭାବରେ ଦେଖିବା। ମାଥ୍ୟୁ 26 ପର୍ବ ତାର 69 ପଦରୁ 73 ପଦରେ ଲେଖା ଅଛି। ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ। ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ। କିନ୍ତୁ ସେ ସମସ୍ତଙ୍କ ସାକ୍ଷାତରେ ଅସ୍ୱୀକାର କରି କହିଲେ, ତୁମେ କ'ଣ କହୁଅଛ ମୁଁ ଜାଣେ ନାହିଁ। ପୁଣି ସେ ଦାଣ୍ଡ ଦୁଆରକୁ ବାହାରି ଯାଆନ୍ତେ, ଆଉ ଜଣେ ଦାସୀ ତାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା। ପୁଣି ସେ ରାଣ ପକାଇ ଆଉ ଥରେ ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାଙ୍କୁ କହିଲେ, ତୁମେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ ବୋଲିରୁ ତ ତାହା ଜଣାପଡ଼ୁଛି। ମାଥ୍ୟୁ 26 ପର୍ବ ତାର 74 ପଦରେ ଲେଖା ଅଛି। ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ। ସେହି କ୍ଷଣି କୁକୁଡ଼ା ଡାକିଲା। ବିଚାରା ପିତର ଜାଣିନଥିଲା ଯେ ସେ ପ୍ରକୃତରେ କେତେ ଦୁର୍ବଳ, କିନ୍ତୁ ପ୍ରଭୁ ଯୀଶୁ ପିତର ପାଇଁ ପ୍ରାର୍ଥନା କରିଥିଲେ ଯେପରି ତାଙ୍କର ବିଶ୍ୱାସ ବିଫଳ ନ ହେଉ, ଏବଂ ତାହା ହିଁ ଘଟିଥିଲା। ମାଥ୍ୟୁ 26 ପର୍ବ ତାର 75 ପଦରେ ଲେଖା ଅଛି, ଏଥିରେ କୁକୁଡ଼ା ଡାକିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। ଏହି ଯେଉଁ କଥା ଯୀଶୁ କହିଥିଲେ ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ। ସିମୋନ ପିତର ଭୁଲ ସ୍ଥାନରେ ଥିଲେ। ତାଙ୍କ ପାଇଁ ଏହା ପରୀକ୍ଷାର ସ୍ଥାନ ଥିଲା। ତାଙ୍କର ନିଚ ଅସ୍ୱୀକାର ପାଇଁ କୌଣସି ବାହାନା ଦିଆଯାଇପାରିବ ନାହିଁ। ସେ ଏକ ଘୃଣ୍ୟ କାର୍ଯ୍ୟ ପାଇଁ ଦୋଷୀ ଥିଲେ। ତଥାପି ପିତର ଅନୁତାପ କଲେ ଏବଂ ସେ ଯେଉଁ ପ୍ରଭୁଙ୍କୁ ପ୍ରେମ କରୁଥିଲେ ତାଙ୍କ ସହଭାଗିତାରେ ଫେରି ଆସିଲେ। ପ୍ରକୃତରେ ପିତର ହିଁ ସେହି ବ୍ୟକ୍ତି ଥିଲେ ଯାହାକୁ ସେ ପେଣ୍ଟିକଷ୍ଟ ଦିନରେ ପବିତ୍ର ଆତ୍ମାଙ୍କର ଆଗମନ ପରେ ପ୍ରଥମ ସୁସମାଚାର ପ୍ରଚାର କରିବାର ସୁଯୋଗ ଦେଇଥିଲେ ଏବଂ 3000 ଲୋକ ଉଦ୍ଧାର ପାଇଥିଲେ। ଏଠାରେ ଆମେ 26 ପର୍ବ ଶେଷ କଲୁ। ବର୍ତ୍ତମାନ ଆମେ 27 ପର୍ବ ଆରମ୍ଭ କରିବା। ଯୀଶୁଙ୍କ କ୍ରୁଶବିଦ୍ଧ ସମ୍ବନ୍ଧୀୟ ଘଟଣା ମହାସଭା ଯୀଶୁଙ୍କ ପିଲାତଙ୍କ ନିକଟରେ ସମର୍ପିତ କଲେ। ଜିହୁଦାର ଅନୁତାପ ପିଲାତଙ୍କ ସମ୍ମୁଖରେ ବିଚାର ବାରବାକୁ ମୁକ୍ତ କରିବା। ଯୀଶୁଙ୍କ କ୍ରୁଶବିଦ୍ଧ ମୃତ୍ୟୁ ଏବଂ କବର ସମାଧି ସିଲ୍ କରାଗଲା ଏବଂ ପ୍ରହରୀ ନିଯୁକ୍ତି। ଆମେ ସୁସମାଚାରର ବାର୍ତ୍ତାର ମୁଖ୍ୟ ସତ୍ୟ ନିକଟକୁ ଆସିଛୁ। ଖ୍ରୀଷ୍ଟଙ୍କ କ୍ରୁଶବିଦ୍ଧ। ପାଉଲ କରନ୍ତୀୟମାନଙ୍କୁ ସୁସମାଚାରର ବ୍ୟାଖ୍ୟା କରିବା ସମୟରେ କହିଥିଲେ, କାରଣ ମୁଁ ପ୍ରଥମେ ତୁମମାନଙ୍କୁ ତାହା ପ୍ରଦାନ କରିଥିଲି ଯାହା ମୁଁ ମଧ୍ୟ ପାଇଥିଲି। ତାହା ହେଲା, ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ପାଇଁ ମୃତ୍ୟୁବରଣ କରିଥିଲେ। ପ୍ରଥମ କରନ୍ଥୀୟ 15 ପର୍ବ ତାର 3ରେ ଲେଖା ଅଛି। ଆମେ ବର୍ତ୍ତମାନ ସେହି ମହାନ ଘଟଣାର ବିବରଣୀକୁ ଆସିଛୁ। ଆମେ ଦେଖିବା ଯେ ମାଥ୍ୟୁ ପ୍ରକୃତ କ୍ରୁଶବିଦ୍ଧର କୌଣସି ବିବରଣୀ ଦିଅନ୍ତି ନାହିଁ। ପ୍ରକୃତରେ କୌଣସି ସୁସମାଚାରର ଲେଖକ ତାହା କରନ୍ତି ନାହିଁ। ସେମାନେ କେବଳ କ୍ରୁଶର ଚାରିପାଖରେ କ'ଣ ଘଟିଥିଲା ତାହା କୁହନ୍ତି। ଏହି ଅଧ୍ୟାୟଟି ଗେତ୍ସେମନୀ ଉଦ୍ୟାନରେ ଯୀଶୁଙ୍କୁ ଗିରଫ କରାଯିବା ପରେ, କୟଫା ଏବଂ ମହାସଭା ସମ୍ମୁଖକୁ ତାଙ୍କୁ ଅଣାଯିବା ପରେ, ମିଥ୍ୟା ସାକ୍ଷୀମାନେ ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେବା ପରେ, ତାଙ୍କୁ ଉପହାସ ଓ ପ୍ରହାର କଲା ପରେ, ପିତର ତାଙ୍କୁ ଅସ୍ୱୀକାର କରିବା ପରେ ସେହି ସକାଳରୁ ଆରମ୍ଭ ହୁଏ। ମାଥ୍ୟୁ 27 ପର୍ବ ତାର 1 ପଦରେ ଲେଖା ଅଛି, ପ୍ରଭାତ ହୁଅନ୍ତି ସମସ୍ତ ପ୍ରଧାନ ଯାଜକ ପୁଣି ଲୋକମାନଙ୍କର ପ୍ରାଚୀନ ବର୍ଗ ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିପକ୍ଷରେ ମନ୍ତ୍ରଣା କଲେ। ସେମାନେ ଯୀଶୁଙ୍କ ବିରୁଦ୍ଧରେ ଏକ ଅଭିଯୋଗ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କୁ ଏବେ ସର୍ବୋଚ୍ଚ ନ୍ୟାୟାଳୟକୁ ନେଇଯିବେ। ସେମାନେ ଭାବୁଛନ୍ତି ଯେ ସେମାନଙ୍କର ଏକ ଗୁରୁତର ମାମଲା ଅଛି ଯାହା ରୋମୀୟ ଅଦାଲତ ସମ୍ମୁଖରେ ପ୍ରମାଣିତ ହେବ। ମାଥ୍ୟୁ 27 ପର୍ବ ତାର 2 ପଦରେ ଲେଖା ଅଛି। ଆଉ ସେମାନେ ତାହାଙ୍କୁ ବାନ୍ଧି ଘେନିଯାଇ
ପିଲାତ ନାମକ ଶାସନକର୍ତ୍ତାଙ୍କ ହସ୍ତରେ ସମର୍ପଣ କଲେ। ପିଲାତଙ୍କର ଜେରୁସାଲମରେ ଏକ ପ୍ରାସାଦ ଥିଲା। ଯଦିଓ ତାଙ୍କର ମୁଖ୍ୟାଳୟ ଭୂମଧ୍ୟ ସାଗର କୂଳରେ କାଇସରିଆରେ ଥିଲା, ସେ ନିସ୍ତାର ପର୍ବ ସମୟରେ ଜେରୁସାଲମରେ ଥିଲେ, କାରଣ ନଗରରେ ନିସ୍ତାର ପର୍ବକୁ ଆସିଥିବା ଯିହୁଦୀମାନଙ୍କର ଭିଡ଼ ହେଉଥିଲା ଏବଂ ସାଧାରଣତଃ ଏପରି ସମୟରେ ସେଠାରେ ଦଙ୍ଗା ହେଉଥିଲା। ମାଥ୍ୟୁ 27 ପର୍ବ ତାର 3 ପଦରେ ଲେଖା ଅଛି, ସେତେବେଳେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ଯିହୁଦା, ସେ ପ୍ରାଣଦଣ୍ଡାଜ୍ଞା ପାଇଅଛନ୍ତି। ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନ ବର୍ଗଙ୍କ ନିକଟକୁ ସେହି 30 ଗୋଟି ରୌପ୍ୟ ମୁଦ୍ରା ଫେରାଇ ଆଣି କହିଲା, ଆପଣ ଦେଖନ୍ତୁ, ଯିହୁଦା ଆସିବା ସମୟରେ ପ୍ରଭୁ ଯୀଶୁ ସେଠାରେ ଥିଲେ। ଯେତେବେଳେ ପ୍ରଧାନ ଯାଜକ ଏବଂ ପ୍ରାଚୀନମାନେ ଯୀଶୁଙ୍କୁ ପ୍ରାଙ୍ଗଣ ଦେଇ ପିଲାତଙ୍କ ପାଖକୁ ନେଇ ଯାଉଥିଲେ, ସେତେବେଳେ ଯିହୁଦା ଆସି ପହଞ୍ଚିଥିଲା। ଯିହୁଦା କାହିଁକି ସେଠାରେ ପ୍ରଭୁ ଯୀଶୁଙ୍କୁ ଫେରି କ୍ଷମା ମାଗିଲା ନାହିଁ? ତାହା କରିବା ପରିବର୍ତ୍ତେ ସେ ଧାର୍ମିକ ଶାସକମାନଙ୍କୁ ସମ୍ବୋଧିତ କଲା। ମାଥ୍ୟୁ 27 ପର୍ବ ତାର 4 ପଦରେ ଲେଖା ଅଛି, ମୁଁ ନିର୍ଦ୍ଦୋଷ ରକ୍ତ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମମାନଙ୍କର କ'ଣ ଅଛି? ତୁ ତାହା ବୁଝ। ଅନ୍ୟ ଶବ୍ଦରେ, ତୁମେ ତୁମ କାମ କରିଛ ଏବଂ ତୁମ କାମ ସରିଗଲା। ଆମେ ଯାହାଙ୍କୁ ଖୋଜୁଥିଲୁ ତାହାଙ୍କୁ ପାଇଲୁ। ଆମେ ତୁମର ପ୍ରାପ୍ୟ ଦେଇସାରିଛୁ ଏବଂ ତୁମ ପାଖରେ ଆମର ଆଉ ଆବଶ୍ୟକତା ନାହିଁ। ମାଥ୍ୟୁ 27 ପର୍ବ ତାର 5 ପଦରେ ଲେଖା ଅଛି। ତହିଁରେ ସେ ରୌପ୍ୟ ମୁଦ୍ରା ଗୁଡ଼ିକ ମନ୍ଦିର ଭିତରେ ଫୋପାଡ଼ି ଦେଇ ଚାଲିଗଲା। ପୁଣି ଯାଇ ଆପଣାକୁ ଫାଶୀ ଦେଲା। ଏହି ବ୍ୟକ୍ତି ଯିହୁଦା ମନ୍ଦିର ପରିସରରୁ ବାହାରି ଯାଇ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରନ୍ତି। ସେ ପ୍ରଭୁ ଯୀଶୁଙ୍କ ପାଖକୁ ଫେରି ଆସିପାରିଥାନ୍ତା ଏବଂ କ୍ଷମା ପାଇଥାନ୍ତା। ମାଥ୍ୟୁ 27 ପର୍ବ ତାର 6 ପଦରେ ଲେଖା ଅଛି, କିନ୍ତୁ ପ୍ରଧାନ ଯାଜକମାନେ ସେହି ରୌପ୍ୟ ମୁଦ୍ରା ଗୁଡ଼ାକ ଘେନି କହିଲେ, ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ, କାରଣ ଏ ତ ରକ୍ତର ମୂଲ୍ୟ। ସେହି ଧର୍ମଗୁରୁମାନେ କେତେ ଧାର୍ମିକ! ସେମାନେ ସେହି 30 ରୌପ୍ୟ ମୁଦ୍ରାକୁ ମନ୍ଦିରର ଭଣ୍ଡାରରେ ରଖି ପାରିବେ ନାହିଁ, କାରଣ ତାହା ରକ୍ତଧନ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ଧନ୍ୟବାଦ ଦେଉଛୁ ପ୍ରଭୁ, ଆଜି ପୁନର୍ବାର ଆମମାନଙ୍କୁ ତୁମେ ତୁମର ଉପସ୍ଥିତି ମଧ୍ୟକୁ ଆସିବା ପାଇଁ ସାହାଯ୍ୟ କଲ। ତୁମର ଉପସ୍ଥିତି ମଧ୍ୟରେ ବସିକି ପ୍ରଭୁ ତୁମରି ବାକ୍ୟ ଅଧ୍ୟୟନ କରିପାରିଲୁ, ସେଥିଲାଗି ତୁମକୁ ଧନ୍ୟବାଦ ଦେଉଛୁ। ପବିତ୍ର ପ୍ରଭୁ, ଆଜିର ଅଧ୍ୟୟନ ମଧ୍ୟରେ ଯେଉଁ ଶିକ୍ଷା ପ୍ରଭୁ ଆମେ ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କରିବା ସହିତ ସେମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନିଅ। ଆଗାମୀ ଦିନରେ ଆମେ ସମସ୍ତେ ଯେପରି ତୁମରି ବାକ୍ୟ ପ୍ରତି ମନୋଯୋଗୀ ହେବୁ, ତୁମର ସହିତରେ ଯେପରି ଲାଗି ରହିବୁ ଏବଂ ତୁମ ନିମନ୍ତେ ଯେପରି ବଞ୍ଚିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ କୃପା କର। ଗୌରବ, ସମ୍ଭ୍ରମ, ମହିମା କେବଳ ତୁମକୁ ଦେଇ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ପ୍ରିୟ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ଡି ଇସ୍କାରିୟୋତ ଯିହୁଦାଙ୍କ ଦ୍ୱାରା। ଆଜିର ପ୍ରଶ୍ନଟି ହେଉଛି ପିତର ଯୀଶୁଙ୍କୁ କେତେ ଥର ଅସ୍ୱୀକାର କରିଥିଲେ? ଏ ଥରେ, ବି 3 ଥର, ସି 7 ଥର, ଡି ଅନେକ ଥର। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ
ଭୁବନେଶ୍ୱରରୁ ଭୀମସେନ ନାୟକ ଓ ବନିତା ନାୟକ